ओम नमो भगवते वासुदेवाय। द्वादशोऽध्याय। मैत्रेयवाच। ଶୁଣବି ଦୂର କୃଷ୍ଣ କଥା, ଯେଣେ ଖଣ୍ଡିବ ଭବ ବ୍ୟଥା। ଉତ୍ତାନ ପାଦ ଧ୍ରୁବ ଦେଖି, ସଫଳ କଲା ବେନି ଆଖି। ନିଜ ଶରୀର ବୃଦ୍ଧ ଚାହିଁ, ବାନ୍ଧବେ ସୁହୃଦ ବସାଇ। ସ୍ୱଭାବେ ଅଟେ ମହାତେଜା, ରାଜେ ପୁତ୍ରକୁ କଲେ ରାଜା। ସ୍ୱଭାବେ ବିଷ୍ଣୁ ତେଜ ବଳେ, ଭାବେ ନ ମନ୍ତି ଦିଗପାଳେ। ଏ ଭୂମି ସ୍ଥଳେ ଯେତେ ରାଜା, ଧ୍ରୁବ ଚରଣେ କଲେ ପୂଜା। ସେ ଶିଶୁ ମାର ପ୍ରଜାପତି, ତାର ଦୁହିତା ହେମବତୀ। ରୂପେ କମଳା ସମସରି, ବିବାହେ କନ୍ୟା ଧ୍ରୁବବରୀ। ଅଶେଷ ଅଳଙ୍କାର ଶୋଭା, ସେ କନ୍ୟା ଧ୍ରୁବେ ଦେଲେ ବିଭା। ସେ କନ୍ୟା ଗର୍ଭେ ପୁତ୍ର ଦେଇ, କଳ୍ପବତ୍ସର ବେନି ଭାଇ। ତୃତୀୟା କନ୍ୟା ହିତା ନାମ, ରୂପେ ଗଞ୍ଜଇ ସୂର୍ଯ୍ୟ ସମ। ସ୍ୱଭାବେ ସମୀରଣ ସୁତା, ସୁଗୁଣା ସୁନ୍ଦରୀ ସୁନୀତା। ତାର ଉଦରେ ଧ୍ରୁବ ବୀର୍ଯ୍ୟେ, ପୁତ୍ରେ ଜନ୍ମିଲା ମହାତେଜେ। ଉତ୍କଳ ନାମେ ସେ କୁମର, ସ୍ୱଭାବେ ମହାଯୋଗେଶ୍ୱର। ଧ୍ରୁବର କନିଷ୍ଠ ଉତ୍ତମ, ରୂପେ ଭୁବନେ ନାହିଁ ସମ। ସ୍ୱଭାବେ ବୟସେ କିଶୋର, ବିଭା ନ କଲେ ନୃପବର। ସେ ଏକ ଦିନେ ଅଶ୍ଵେ ବସି, ମୃଗୟା କରେ ବନେ ପଶି। ମିଳିଲା କୁବେର ଭୁବନେ, ତାହାକୁ ଦେଖି ଗୃହଜନେ। ବଳେ ରୁନ୍ଧିଲେ ଯୁଦ୍ଧ କରି, ଅଶ୍ଵ ଘେନିଲେ ତାକୁ ମାରି। ତା ଶୁଣି ତାହାର ଜନନୀ, ବିକଳେ ପୁତ୍ର କଷ୍ଟ ଘେନି। ବନ ଅନଳେ ଦେହ ଦେଲା, ପୁତ୍ର ବିୟୋଗେ ଦୁଃଖେ ମଲା। ସେ କଥା ଶୁଣି ଧ୍ରୁବ ଶୋକେ, କମ୍ପିଲା ମାତୃ-ଭ୍ରାତୃ ଦୁଃଖେ। ଜୟନ୍ତ ନାମେ ରଥେ ବସି, ସ୍ୱଭାବେ ଶୋହେ ରୂପ ରାଶି। ଶୋକ ଅନଳେ କୋପ ଭରେ, କଠୋର ଧନୁ ଧରି କରେ। କୁବେର କାନନେ ମିଳିଲା, ଉଦଣ୍ଡେ ଶଙ୍ଖନାଦ କଲା। ଯେ ବନେ ରୁଦ୍ର ଅନୁଚରେ, ବସନ୍ତି ନଦୀ ବନ ଘୋରେ। ହେମ ପର୍ବତ ଦ୍ରୋଣ ମଧ୍ୟେ, ଗୁହ୍ୟକ ଦିଶନ୍ତି ଆନନ୍ଦେ। ସେ ବନେ ବଳେ ପଶି ଧ୍ରୁବ, ଉଦଣ୍ଡେ କଲା ଶଙ୍ଖରବ। ଶବଦ ପୂରିଲା ଆକାଶେ, ଗୁହ୍ୟକ ଗଣ ମହାରୋଷେ। ଧାଇଁଲେ ନାନା ଶସ୍ତ୍ର ଧରି, ଚଳନ୍ତେ କମ୍ପେ ବନ୍ଧୁ ବସୁନ୍ଧରୀ। ଗୁହ୍ୟକ ଗଣେ ଧ୍ରୁବେ ଚାହିଁ, ନିଜ କୋଦଣ୍ଡେ ଗୁଣ ଦେଇ। ଆକର୍ଣ୍ଣ ପର୍ଯ୍ୟନ୍ତେ ଟାଣିନ, ବିନ୍ଧିଲେ ତିନି ତିନି ବାଣ। ଆକର୍ଣ୍ଣ ପର୍ଯ୍ୟନ୍ତେ ଟାଣିଣ, ବିନ୍ଧିଲେ ତିନି ତିନି ବାଣ। ଧ୍ରୁବର ତୀକ୍ଷ୍ଣ ବାଣ ଚଳେ, ପଡ଼ିଲା ଗୁହ୍ୟକ କପାଳେ। ଗୁହ୍ୟକ ଗଣ ଦେଖି ତ୍ରାସେ, ରଣେ ଭାଜିଲେ ବନ ଦେଶେ। ଅଦ୍ଭୁତ କର୍ମ ଦେଖି ତାର, ବିଷ୍ଣୁର ତେଜେ ବଳୀୟାର। କହନ୍ତି ଧନ୍ୟ ଧନ୍ୟ ବାଣୀ, ଆନନ୍ଦେ ଦେବଲୋକେ ଶୁଣି। ସେ ବାଣୀ ଶୁଣି ଗୁହ୍ୟ ଗଣେ, ପୁଣି ମିଳିଲେ ଘୋର ରଣେ। ପାଦ ମାରନ୍ତେ ଅହି ଯେହ୍ନେ, ଧ୍ରୁବକୁ ଦେଖି କୋପ ମନେ। ଧ୍ରୁବର ରଥ ଆଗେ ରୁନ୍ଧି, ଦ୍ୱିଗୁଣ ତୀକ୍ଷ୍ଣ ବାଣ ବିନ୍ଧି। ପରିଘ ଆୟୁଧ ଆୟୁଧେ, ପଶେ ତୋମରେ ଶରଯୋଧେ। ଶକ୍ତିରୁଷ୍ଟି ଭୂଷଣ୍ଡ ବାଣ, ବେଗେ ବିନ୍ଧିଲେ ଗୁରୁ ଟାଣ।
କୋପେ ବିନ୍ଧିଲେ ଅତିରୁଷ୍ଟେ ରଥି ସାରଥି ଅଶ୍ୱପୃଷ୍ଠେ ଆୟତ ତ୍ରୟୋଦଶ ମିଳି ଶବଦେ ବ୍ରହ୍ମାଣ୍ଡ ଉଛୁଳି ବେଢ଼ିଲେ ଅତି ଅଣାୟତ ଛନେ ନ ଦିଶେ ଧ୍ରୁବ ରଥ ଗଗନେ ମିଳି ଦେବଲୋକେ କହନ୍ତି ଏକ କୁଆରକେ ଶୁଭଇ ହାହାକାର ବାଣୀ ତେବେ କହନ୍ତି ତାହା ଶୁଣି ଦେଖ ଏ ମନୁବଂଶ ସୁତ ପ୍ରଚଣ୍ଡେ ଯେଶନେ ଆଦିତ୍ୟ ଗୁହ୍ୟକ ସମୁଦ୍ରେ ବୁଡ଼ିଲା ଧ୍ରୁବ ନିଶ୍ଚୟ ନାଶ ଗଲା ଗର୍ଜନ୍ତି ଜାତୁଧାନ ଗଣେ ଗର୍ଜନ୍ତି ଜାତୁଧାନ ଗଣେ ଧ୍ରୁବ ଯେ ତା ଶୁଣି ଶ୍ରବଣେ ସାରଥି ଚାହିଁ ପୁଣ୍ୟ ଦେହା ବୋଇଲା ଊର୍ଦ୍ଧ୍ୱେ ରଥ ବାହା ଶୁଣି ସାରଥି ଅତି ବେଗେ ରଥ ବହିଲା ଶୂନ୍ୟ ମାର୍ଗେ ଅନ୍ଧାର ନାଶି ସୂର୍ଯ୍ୟ ଯେହ୍ନେ ତେମନ୍ତେ ଦିଶଇ ଗଗନେ ଗଗନେ ରହି ମନୁ ସୁତେ ବାଣ ବରଷେ ଅପ୍ରମିତେ ଗୁହ୍ୟକ ବାଣ ବୃଷ୍ଟି ନାଶେ ନିହାର ଯେହ୍ନେ ଚଣ୍ଡ ତ୍ରାସେ ପବନ ଯୋଗେ ମେଘ ଯେହ୍ନେ ନିର୍ଜନେ ଉଡ଼ନ୍ତି ଗଗନେ ଗୁହ୍ୟକ ଗଣ ନାଶ କରି ପୁଣି ବିନ୍ଧିଲେ ରୋଷ ଭରି ଧ୍ରୁବ ନାରାଜ ତୀକ୍ଷ୍ଣ ମୁନେ ପଡ଼ିଲେ ଗୁହ୍ୟକର ସନେ ଗୁହ୍ୟକ ଦେହେ ବାଣ ପଡ଼ି ଶୁଭେ କି ମେଘ ଘଡ଼ଘଡ଼ି ସର୍ବେ ପଡ଼ିଲେ ଭୂମି ଗତେ ପର୍ବତ ଯେହ୍ନେ ବଜ୍ରାଘାତେ ଶିରେ ଭେଦିଲା ଭଲ ଶସ୍ତ୍ର ବାଣ ବିନ୍ଧନ୍ତି ନିଜ ଗାତ୍ର ମୁଣ୍ଡେ ପଡ଼ିଲା ଭୂମି ସ୍ଥଳ ବିରାଜେ କିରୀଟ କୁଣ୍ଡଳ ହୃଦେ ବିରାଜେ ହେମହାର ବିରାଜେ ମୁଷ୍ଟିକ କେୟୁର ଶସ୍ତ୍ର ସମୂହେ ସଜ୍ଜା କରି ବେଗେ ଶୋଇଲେ ପ୍ରାଣହାରି ଯେବା ବଞ୍ଚିଣ ଗଲେ ରଣେ ଭୟେ ଲୁଚିଲେ ଘୋର ବନେ ସିଂହର ତ୍ରାସେ ଯେହ୍ନେ ମୃଗେ ଭୟେ ପଳାନ୍ତି ଦଶ ଦିଗେ ଧ୍ରୁବ ଯେ ଦଶ ଦିଗ ଚାହିଁ ଦେଖଇ ରଣେ କେହି ନାହିଁ କହେ ସାରଥି ମୁଖ ଚାହିଁ ଏପୁରେ ପଶ ରଥ ବାହି ଦହନ କରିବି ଅନଳେ ଯେବା ଅଛନ୍ତି ଗୁହ୍ୟ ବଳେ ସର୍ବ ମାରିବି ଭାତୃ ଛଳେ ତୁ ଏବେ ରଥ ବାହା ବଳେ ଏମନ୍ତ ଧ୍ରୁବ ବାକ୍ୟ ଶୁଣି ସାରଥି କହେ ମନେ ଗୁଣି ଗୁହ୍ୟକ ମାୟାର ପ୍ରମାଣେ ଏମନ୍ତ ଘୋର ନାଦ ଶୁଣେ ପ୍ରଳୟ କାଳେ ସିନ୍ଧୁ ଯେହ୍ନେ ଲହରୀ ଉଛୁଳେ ଗଗନେ ପୁଣି ଦେଖଇ ଚାରି ଦିଗେ ଧୂଳି ଉଡ଼ଇ ଶୂନ୍ୟ ମାର୍ଗେ ତକ୍ଷଣେ ଘୋର ନାଦ କରି ମେଘ ସମୂହେ ଶୂନ୍ୟେ ପୁରୀ ବିଜୁଳି ପ୍ରାୟ ବର୍ଣ୍ଣ ଦିଶେ ବଜ୍ର ଶବଦେ ସଙ୍ଗେ ମିଶେ ଉଲ୍ଲୁକା ପଡ଼େ କୋଟି କୋଟି ରୁଧିର ସଙ୍ଗେ ଶିଳା ବୃଷ୍ଟି ମୂତ୍ର ପୁରୀ ଶରେତ ତୁଲେ ଦୁର୍ଗନ୍ଧେ ଧରଣୀ ପୁରିଲେ କବନ୍ଧ ପଡ଼ିଲେ ଆକାଶୁ ଦିଗେ ପୁରିଲେ ଘୋର ପାଂଶୁ ନିର୍ଘାତେ ଗଗନୁ ପଡ଼ନ୍ତି ଗଦା ପରି ଘପନ୍ତି ପନ୍ତି ମୂଷଳ ସଙ୍ଗେ ବଜ୍ର ପଡ଼ି ଘୋର ଶବଦ ଘଡ଼ଘଡ଼ି ସର୍ପେ ଧାମନ୍ତି ଫୁଁ ଫୁଁ କରି ଅନଳ ପ୍ରାୟ ଚକ୍ଷୁ ଧରି ଗର୍ଜେ ଧାମନ୍ତି ଶୁଣ୍ଢ ତୋଳି ସିଂହ ଶାର୍ଦୂଳ ସଙ୍ଗେ ମିଳି ତକ୍ଷଣେ ସିନ୍ଧୁ ଉଛୁଳିଲା ଲହରୀ ଗଗନେ ମିଳିଲା ଭୂମି ପଡ଼ିଲା ମହାଜଳେ ପ୍ରଚଣ୍ଡ ପବନେ ଉଲ୍ଲୋଳେ
କଳ୍ପାନ୍ତେ ଘୋର ନାଦ ଯେହ୍ନେ ଶବଦ ପୁରିଲା ଗଗନେ ଏମନ୍ତେ ନାନା ମାୟା କରି ଗୁହ୍ୟକ ସଂଗ୍ରାମ ଆବୋରି ମିଳିଲେ ନାନା ଶସ୍ତ୍ର ଘେନି ଶବଦେ କମ୍ପିଲା ମେଦିନୀ ଧ୍ରୁବ ଉପରେ ମାୟା କରି ଗୁହ୍ୟକ ସଜିଲେ ଆବୋରି ଗୁହ୍ୟକ ମାୟା ଦେଖି ବେଗେ ମୁନି ମିଳିଲେ ଧ୍ରୁବ ଆଗେ କଲ୍ୟାଣ ହସ୍ତେ ଅଗ୍ରତେହିଁ କହନ୍ତି ଧ୍ରୁବ ମୁଖ ଚାହିଁ ମୁନୟଉଛୁ ଶୁଣ ହେ ଉତ୍ତାନ କୁମର ତୋତେ ପ୍ରସନ୍ନ ଚକ୍ରଧର ଯେ ହରି ଭବ ଭୟ ନାଶେ ଆମ୍ଭେ ତ ଦେଖିଲୁ ତୋ ପାଶେ ଯେ ନାମ ଗାଇ ଅନ୍ତକାଳେ ମୃତ୍ୟୁ ତରନ୍ତି ପ୍ରାଣୀ ହେଳେ ସେ ହରି ପାଦ ତୁ ସୁମର ଗୁହ୍ୟକ ମାୟାକୁ ସଂହର ଏମନ୍ତ ମୁନି ବାକ୍ୟ ବଳେ ରଥ ତୋଳିଣ ଅନ୍ତରାଳେ ସୁଜନେ ଶୁଣ ହରି କଥା ହରି ନ ସହେ ଭୃତ୍ୟ ବ୍ୟଥା ସେ ହରି ନାମ ହୃଦେ ଚିନ୍ତ କହଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା 82 ଚତୁର୍ଥ ସ୍କନ୍ଧେ ଗୁହ୍ୟକ ମାୟା ଯୁଦ୍ଧ କାରଣ ନାମ ଦ୍ୱାଦଶୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।